सत्यनारायण स्वामी की जगदा नंदा कंदा
हालो हरिओ विश्वव्यापक विश्वहरि जगत पिता जगत कर्ता जगत स्रष्टा श्रीमन श्री सत्य नारायण देवंग्र पूजा प्रीति रथे सर्वे बोल आनंदे कबार हरि हरि बोला बागबादिनी सिंह वाहिनी झंकड़वासिनी मा सरला देवींग्र पूजा प्रीति रथे जाजपुर निवासी मा विरजा देवींग्र पूजा प्रीति रथे ग्रामर ग्राम देवतींग्र पूजा प्रीति रथे महाप्रभु श्री चैतन्य देवंग्र पूजा प्रीति रथे सर्वे बोल आनंदे कपार हरि हरि बोला प्रेमी साहित्य प्रेमी कला प्रेमी श्रोता मंडली मानंगर पलार उद्योगता कर्मकर्ता बंधु मानंगर ए ग्रामर ग्रामवासी मानंगर महाप्रभु सत्य नारायण स्वामी मंगल विधान करंतु सर्वसदरा हुरी एक बार हरि हरि सर्वप्रथम से बाबद सम्यक सूचना दबा कहीं ये प्राचीन परंपरा पद्धति नियम स्वतंत्र धन तेरे जहा हो पवित्र अनुष्ठान आज बादपाला महोत्सव तृतीय दिन प्रथम पाली समय बड़ बलवान गड़ी गड़ी 3 दिन बीतीगला कुआड़े दिन चली जाऊँ समय केतबे कुआड़े इशारा दौर जा हो पाला वाला बड़ कथा आज्ञा प्राचीन परंपरा संस्कृति की रक्षा करवा गोटे खोल 4 हल ताल यही हूँ पाला वाला आम देश विदेश बुली आम चल आम जनताल कार्यक्रम पद्धति देख नियम परंपरा गतानुगतिक धारा को रक्षा करने को जाए आज कार्यधारा कौन धन टिके खाली संगत सूचना दब तापर आम गंतव्य पथ सर्वादौ विश्वव्यापक ठाकुर चिर चिन्मय से असत्य सत्य सुंदर शरण शरण पद्म पलाश लोचन प्रभुंगर पद्म पंकजरे क्षुद्र कलाकारी सापरे नतमस्तक गेला परे परे चतुर्दिगरे बसिथिबा ज्ञानी गुणी बापा मान को मां मान को हमरो भूमिष्ठ प्रणाम अद्य पलार तृतीय जामिनी आम मानंगर प्रथम पर्याय बरपदा रामचंद्रपुर ग्राम रे चलीची प्रत्येक वर्ष भली ए वर्ष मध्य बादीपालार आयोजन क्षुद्र कलाकार हिसाब से आमे माने मंच रे मंचासीन सर्वादौ समय को आखि आगे रखी कर्तव्य पथर अग्रसर हेबा पूर्व पीढ़ीर कलाकार माने जो पथ को अतिक्रम करी जाइछंती सेही पूर्व पीढ़ीर कलाकार मानकर पथ को आमे अनुसरण करिबा जे बापा मानकर श्रद्धा मृदंग बाजिबा मात्रे
ଚତୁର୍ଦିଗରେ ବସିଲେ ହଁ। ସଲାକୁ କେତେ ଭଲ ପାଆନ୍ତି। ହେ 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 ଏଇ ତ କଥା ଠିକ। ତେଣୁ ଆମ ମାନଙ୍କର କଣ କର୍ତ୍ତବ୍ୟ? କଣ? ବାୟକ ହିସାବରେ ଯେହେତୁ ସ୍କନ୍ଦରେ ମୃଦଙ୍ଗ ଧାରଣ କରିଛନ୍ତି, ସର୍ବାଦ ବାଦକ ମାନଙ୍କର କର୍ତ୍ତବ୍ୟ ବାଦ୍ୟ ସମ୍ବନ୍ଧୀୟ କିଛି ଆଲୋଚନା କରିବା, ତତ୍ ସଙ୍ଗେ ସଙ୍ଗେ ମୃଦଙ୍ଗ ମାଧ୍ୟମରେ ବାଦ୍ୟଟିଏ ପରିବେଷଣ କରିବା। ଇଏ ହେଉଛି ଏକାନ୍ତ କାମ୍ୟ। ତେଣୁ ସବୁରି ମୂଳରେ ସମୟ, ସମୟକୁ ଆଖି ଆଗ ରଖି ଯାହା କରିବା। ଜେଜେ ଏ ମୃଦଙ୍ଗ ମୃଦଙ୍ଗ ଇଏ କଳି ଯୁଗରେ ବାଜୁଛି ମୃଦଙ୍ଗ, କିନ୍ତୁ ପୂର୍ବ 3 ଯୁଗରେ ଥିଲା ମୃଦଙ୍ଗ। ପୂର୍ବ 3 ଯୁଗ ମାନେ ସତ୍ୟ ତ୍ରେତା ଦ୍ୱାପର ଇଏ 3 ଯୁଗରେ ଥିଲା। ମିଶିଲେ ହେବ କଳି। ପୂର୍ବ 3 ଯୁଗରେ ମୃଦଙ୍ଗ ଥିଲା, ତାର ନାମଟା ଥିଲା ଭିନ୍ନ, ନିର୍ମାଣ ହୋଇଥିଲା ଭିନ୍ନ। ଏ କଳି ଯୁଗରେ ସିନା ମୃଦଙ୍ଗ ମୂର୍ତ୍ତିକାରେ ନିର୍ମାଣ କରାଗଲା, କିନ୍ତୁ ପୂର୍ବ 3 ଯୁଗରେ ମୃଦଙ୍ଗ କାଠରେ ନିର୍ମାଣ ହୋଇଥିଲା। ତାର ନାଁଟା କଣ ଥିଲା? ପଦଟିଏ ସ୍ୱଳ୍ପ ଆଣିବା, ସମୟ ସ୍ୱଳ୍ପ, ବାଦ୍ୟଟିଏ ପରିବେଷଣ କରିବା, ମହାଶୟ ନିକଟବର୍ତ୍ତୀ ହେବେ, ଜ୍ଞାନୀ ଗୁଣୀ ବାପା ମାନେ ବସିଛନ୍ତି, ସେଇ ହରି କଥା ପରି କଥା ଭାତ ଲୁଗା କଥା ଆରି ଭିତରେ ପାଲା। ଯା ହଉ ଶ୍ଲୋକ କଣ କହେ? କହିଲେ ସତ୍ୟଶ୍ଚ ମୁରୁଜାଶ୍ଚୈବ ଯୁଗେ ମର୍ଦଣ ପରେ ପଖଜଶ୍ଚୈବ ଯୁଗେ ମୃଦଙ୍ଗ ବଚ୍ଚ। କାର୍ତ୍ତିକ ବାବୁ କଥାଟା ଭଲ ପିଲା ହେଲେ କଣ ହଉ ପାକଳ କଥା କହୁଛି। ସତ୍ୟ ଯୁଗରେ ସତ୍ୟ ଯୁଗରେ ନାଁଟା କଣ ହେଲା? ସତ୍ୟଶ୍ଚ ମୁରୁଜାଶ୍ଚୈବ ମୁରଜା। ତ୍ରେତା ଯୁଗରେ ମର୍ଦଳ, ଦ୍ୱାପର ଯୁଗରେ ପଖଜ, ଏ କଳି ଯୁଗରେ ମୃଦଙ୍ଗ। ସମୟ ସ୍ୱଳ୍ପ, ଆ ଭିତରକୁ ଗଲେ ତ ବହୁତ କଥା। ନା ଭିତରକୁ ଜମା ଯାନା, ଭିତରକୁ ଯା ନା, ଉପରେ ଚାଲ। କାର୍ତ୍ତିକ କକା ସ୍ୱଳ୍ପ ସମୟ ଭିତରେ ଗତି କରିବା। ଯଦି ପୂର୍ବ 4 ଯୁଗରେ ମୃଦଙ୍ଗ ଥିଲା, ଏ କଳି ଯୁଗରେ ସିନା ନଦିଆ ନବଦ୍ୱୀପରେ ମହାପ୍ରଭୁ ଶ୍ରୀ ଚୈତନ୍ୟ ଗୌରାଙ୍ଗ ସୁନ୍ଦର ତାକୁ ଆବିଷ୍କାର କରି ନିର୍ମାଣ କରି ନଦିଆ ନବଦ୍ୱୀପର ଅନ୍ତର୍ଦ୍ୱୀପରେ ବାଦନ କରିଥିଲେ। ତାହେଲେ ପୂର୍ବ 3 ଯୁଗରେ କେଉଁଠି କେଉଁଠି ବାଜିଲା? ପୁଣି ପଦଟିଏ ଶ୍ଲୋକ କହିବ। କଣ କହିବ? କହିଲା ସତ୍ୟାୟା ସୁଧର୍ମା ସଭାୟା ଲଙ୍କା ନଗ୍ରେଶ୍ଚ ପ୍ରଭାସ ତୀର୍ଥେ କଳି ଯୁଗେ ନଦିଆ ନବଦ୍ୱୀପେ। ଖାଲି ପଦେ ପଦରେ ଯାଉ। କଣ କହିଲା ଶ୍ଲୋକ? ସତ୍ୟ ଯୁଗରେ ବାଜିଥିଲା ସୁଧର୍ମା ସଭାରେ, ସତ୍ୟ ଯୁଗରେ ସୁଧର୍ମା ସଭାରେ ବାଜିଲା। ତ୍ରେତା ଯୁଗରେ ଲଙ୍କା ନଗ୍ରେଶ। ଲଙ୍କା କୋଉଠି ଦେଖିଛ? ରାବଣପୁର। ଲଙ୍କା ଖାଉଛି ଦେଖିବ କଣ ମତେ କହୁଛି ମୁଁ ବୁଝିପାରୁନି। ଲଙ୍କା ନହେଲେ ମୁଁ ଭାତ ଖାଉନି। ଲଙ୍କା ନଗ୍ରେଶ ବାପରେ ପ୍ରଭାସ ତୀର୍ଥେନ କଳି ଯୁଗେ ନଦିଆ ନବଦ୍ୱୀପେ ଇଏ ମୃଦଙ୍ଗ ବାଦନ ହେଇଥିଲା। ନଦିଆ ନବଦ୍ୱୀପ। ଆଚ୍ଛା ଇଏ ଯୋଉ ମୃଦଙ୍ଗ କଳି ଯୁଗରେ ନିର୍ମାଣ ହେଲା ମାଟିରେ, ପୂର୍ବ 3 ଯୁଗରେ କେଉଁଠି ନିର୍ମାଣ ହେଲା? ପୁଣି ପଦଟିଏ ଶୁଦ୍ଧ କହିବ। କଣ କହିବ? କହିଲା ରକ୍ତ ଚନ୍ଦନ ପଲାଶ ତ ଦେବଦାରୁ ନିର୍ମିତା କଲৌ ଭାବେ ଗୌର ହରି ସଂକୀର୍ତ୍ତନ। ବୁଝିଲ? ସତ୍ୟ ଯୁଗରେ ରକ୍ତ ଚନ୍ଦନ କାଠ ନିର୍ମାଣ ହେଲା। ସତ୍ୟ ଯୁଗରେ ରକ୍ତ ଚନ୍ଦନ କାଠ ନିର୍ମାଣ ହେଲା। ତ୍ରେତା ଯୁଗରେ ଦେବଦାରୁ କାଠ, ପଳାଶ କାଠ ପକେଇ ଅଛନ୍ତି ମୋ ଆଗରେ। ଦ୍ୱାପର ଯୁଗରେ ଦେବଦାରୁ କାଠ। ଏ କଳି ଯୁଗରେ ନିର୍ମାଣ ହେଲା ମୂର୍ତ୍ତିକାୟା। ଓ କାଠ ଆଉ ମିଳିଲାନି ବୋଧେ। ଟିକେ ପୟାରଟାକୁ ପଢିବା, ତାପରେ ବାଦ୍ୟଟିଏ ପରିବେଷଣ କରିବା। ଓକେ, କଣ କହିଲା ପୟାର? ଗୋଟାଏ ଚରଣ ପୟାର ପଢିବା।
ତାପରେ ବାଦ୍ୟଟି ପରିବେଷଣ କରିବା କଲା ସତ୍ୟ ବିଷ୍ଣୁ ଘାଟି ରକ୍ତ চন্দন দেখো চন্দন দেখো সত্যে বিষ্ণু ঘাটি রক্ত চন্দন দেখো সুললিত মূর্তি দিতে ধর কোন কইলে পলাশ কাঠর খোল দিছে তয়ারে দিছে ও পলাশ কাঠর খোল দিছে তয়ারে দিছে ও মন্দারুণী বলি প্রভু নাম দেলে ଦ୍ୱାପର ଯୁଗରେ କେଉଁ କାଠରେ ଦ୍ୱାପରେ ଗରଳ ଘାଟି ଦେବଦାରୁ ଖୋଳ କଳି ଯୁগে ରାଣୀ ଘାଟି ମୂର୍ତ୍ତିକାଏ କଳ କଳି ଯୁগে ରାଣୀ ଘାଟି ମୂର୍ତ୍ତିକାଏ ତାହେଲେ ପ୍ରମାଣ ମିଳେ ଚାରି ଯୁଗରେ ଚାରି ଘାଟି ସତ୍ୟରେ କି ଘାଟି ତ୍ରେତୟାରେ କି ଘାଟି ପକେଇ ସତ୍ୟ ଯୁଗରେ ଘାଟି ଆସିବ କଣ ସତ୍ୟରେ ବିଷ୍ଣୁ ଘାଟି ତ୍ରେତୟାରେ ଗରଳ ଘାଟି ଦ୍ୱାପରରେ ମନ୍ଦାରୁଣୀ ଘାଟି ଏ କଳି ଯୁଗରେ ରାଣୀ ଘାଟିରେ ମୃଦଙ୍ଗ ଇଏ ହଉଛି ମୃଦଙ୍ଗର ପୂଜା ଆଉ ସିଆଡକୁ ଯିବାନି ବାପା ମାନେ ବସିଲେଣି ମୃଦଙ୍ଗ କଥା କହିଲେ ରାତି ପାଇବ ଯତ କିଞ୍ଚିତ କ୍ଷୁଦ୍ର କଳାକାର ହିସାବରେ ଗୁରୁଙ୍କର ଶିକ୍ଷାରୁ ଲାଭ କରିଛି ତାକୁ ଜ୍ଞାନୀ ଗୁଣୀ ବାପା ମାନଙ୍କ ନିକଟରେ ପରିପ୍ରକାଶ କଲେ ଭାଇ ତମର କାଲି ମୃଦଙ୍ଗ ବାବଦରେ ଆଲୋଚନା କରୁଥିଲେ କୃତେ ଧାୟତେ ବିଷ୍ଣୁ ତ୍ରେତୟା ଜପତ ମୁଖ୍ୟ ଦ୍ୱାପରେ ପରିଚର୍ଯ୍ୟାୟ କଳୌତୌ ନାମ ସଂକୀର୍ତ୍ତନ ସତ୍ୟ ଯୁଗରେ ଜପ ତ୍ରେତା ଯୁଗରେ ଯଜ୍ଞ ଦ୍ୱାପର ଯୁଗରେ ପୂଜା ଏ କଳି ଯୁଗରେ କଳି କଳିମି ସମୟ ସଂସାରରୁ ଉଦ୍ଧାର ହେବାକୁ ହେଲେ ଅହୋରାତ୍ର ନାମ ଯଜ୍ଞ ସେ ନାମ ଯଜ୍ଞ ପାଇଁ ଏକାନ୍ତ କାମ୍ୟ ମୃଦଙ୍ଗ ନହେଲେ ନାମର ପ୍ରସାର ହବ ନା ପ୍ରଚାର ତେଣୁ କଳି ଯୁଗରେ ଏ କଳିର ଭାର ଦେଖି ମହାପ୍ରଭୁ ଶ୍ରୀ ଚୈତନ୍ୟ ମୃଦଙ୍ଗକୁ ନିର୍ମାଣ କଲେ ହରିନାମ ଭଜନ ରଟନ କୀର୍ତ୍ତନ କଲେ ସେଇ ପ୍ରଭୁଙ୍କର ଉଦ୍ଦେଶ୍ୟରେ ଯେ ବାଦ୍ୟଟିଏ ପରିବେଷଣ କରିବା ତତ ଆନନ୍ଦ ସୁଶୀର ଘନ ଏଇ ଯୋଉ ବାଦ୍ୟକୁ ଚାରି ଭାଗରେ ବିଭକ୍ତ କରାଗଲା ଏ ଚାରି ଭାଗର ବିଭକ୍ତର ସ୍ମରଣୀୟ ଦେବତା ଅଛନ୍ତି କଣ ସ୍ମରଣୀୟ ଦେବତା ଆଉ ସିଆଡକୁ ଯିବାନି ଖାଲି ପଦେ ପଦରେ କହିବା ଆପଣ ମାନଙ୍କର ତତ୍ ତାର ଜାତୀୟ ବାଦ୍ୟ ଯେତେ ଗୁଡିଏ ସଂସାରରେ ବାଦ୍ୟ ତାରରେ ଉତ୍ପନ୍ନ ହୋଇଛି ତାକୁ କହିବା ତତ୍ ବାଦ୍ୟ ସେ ବାଦ୍ୟର ସ୍ମରଣୀୟ ଦେବତା ହେଲେ ମା ସରସ୍ୱତୀ ତତ୍ ପରେ ଆସିବ ଆନନ୍ଦ ଆନନ୍ଦ ବାଦ୍ୟ ଚମଡା ପଦାର୍ଥରେ ଉତ୍ପନ୍ନ ବାଦ୍ୟକୁ କହିବା ଆନନ୍ଦ ବାଦ୍ୟ ଯେତେ ଗୁଡିଏ ବାଦ୍ୟ ଚମଡାରେ ଉତ୍ପନ୍ନ ସେ ଆନନ୍ଦ ବାଦ୍ୟର ସ୍ମରଣୀୟ ଦେବତା ମହାପ୍ରଭୁ ବିଘ୍ନ ବିନାଶନ ଗଜାନନ ତତ୍ ଆନନ୍ଦ ସିଏ ଆସିବ ଘନ ଇଏ ଘନ ବାଦ୍ୟର ସ୍ମରଣୀୟ ଦେବତା ଆପଣ ମାନଙ୍କର ସୂର୍ଯ୍ୟ ନାରାୟଣ ଆସିବ ସୁଶୀର ବାଦ୍ୟ ସୁଶୀର ବାଦ୍ୟର ସ୍ମରଣୀୟ ଦେବତା ଦେବ ଦେବ ଶଙ୍କର ଭଗବାନ ଏଇ ଶଙ୍କର ଭଗବାନଙ୍କର ଉଦ୍ଦେଶ୍ୟରେ ଯେ ଗୋଟାଏ ଚରଣ ଶ୍ଲୋକ ତାକେ ମୁଖରେ ଉଚ୍ଚାରଣ କରି ମୃଦଙ୍ଗ ମାଧ୍ୟମରେ ଜ୍ଞାନୀ ଗୁଣୀ ବାପା ମାନଙ୍କ ନିକଟରେ ପରିବେଷଣ ହବ ବାଃ
তাহলে দেখিবা শ্লোক কোন কইলা বলা বন্দে দেব উমাপতি সুর গুরু বন্দে জগৎকার বন্দে পর্ণঙ্গ ভূষণ মৃগধরং বন্দে পশুলা বন্দে সূর্য শশাঙ্ক পুণ্যনয়ন বন্দে মুকুন্দ ভক্তজনাশ্রয়ং বন্দে শিব শঙ্কর তাকে মুখরে উচ্চারণ কলে তাকে টিকে মৃদঙ্গ মাধ্যম ଦେଖିବା ଯେମିତି ମୁଖ କହିଲା ସେମିତି ହସ୍ତ କହିବ ମୃଦଙ୍ଗ ଆମକୁ ଶୁଭିବ କେତେ ବାଟରୁ ପଥ ପରିଶ୍ରମ କରିକି ଆମର ତାରାବାହୀ ଆସିଛନ୍ତି ବାଦ୍ୟଟିରେ ପରିବେଷଣ ନ କଲେ ତାଙ୍କ ମନ ଭଲ ଲାଗିବ ଗୋଟେ ଭଲ ପାଇବା ଅଛି ନା ଆଉ ବାସ୍ତବ ଭୁଲି ହବନି ରୁଦ୍ରାକ୍ଷ ମୁଁ ଦେଖିଲି ନାଟା ଶୁଣିଲା ବେଳକୁ ଗୋଟେ କେମିତି ଲାଗୁଛି ଆଉ ଗୋଟେ ଆଧ୍ୟାତ୍ମିକ ଚିନ୍ତା ଆସୁଛି ଏଇଟା ସାତ୍ବିକର ଇଏ ହେଲା ପ୍ରଥମ ସୋପାନ ଆହୁରି ଗୋଟେ ଚ୍ୟାନେଲ ଅଛି ଆମର ଭକ୍ତି ପ୍ରାର୍ଥନା ଆହୁରି ଇତ୍ୟାଦି ଇତ୍ୟାଦି ହଉ ତାରା ଭାଇ ମୃଦଙ୍ଗ ବାଜିଲା ତାକୁ ମୃଦଙ୍ଗ ଡାକିଲା ମୃଦଙ୍ଗ କାଇଁ କୋଉଠି କାଇଁ ଡାକୁଛି କାଇଁ ଇଏ ତୋର ବାଜୁଛି ଆଚ୍ଛା ମୁଁ ତ ବଜାଇବି ମୁଁ ଟିକେ ଗରମ ହେବି ମୋର କାଇଁ ବାଜୁଛି ତମେ କାଇଁ ଦଉଛ ଏଇ ଡାକିଲା ମୃଦଙ୍ଗ ଚକ୍ରୀ ଅଜାକୁ ଦେଖେ ଅଜାକୁ ଦେଖେ ହାତ ଛାଣ୍ଡ କରିକି ବଜେଇବ କାଢିଦବ ବୋଚା ଏଇ ଆସିଲା ଦ୍ୱିତୀୟ ଚରଣ କଣ କହିବ ପକେଇ ବନ୍ଦେ ପର୍ଣ୍ଣଙ୍ଗ ଭୂଷଣ ବାଜୁ ମୃଦଙ୍ଗ ଦେଖୁଛୁ ଆରେ କକେଇ ଯଦି ପଛରେ ଠେଙ୍ଗା ଧରିଛି ବାଜିବ ନା ଆଉ କଣ ବାଜିବ ବନ୍ଦେ ସୂର୍ଯ୍ୟ ତାକୁ ମୃଦଙ୍ଗ ଦେଖେ ଖାଲି ଧନ୍ୟ କହିବୁ ଜେଜେ ଶେଷ ଚରଣ କଣ କହିବ ଭକ୍ତାଜନାଶ୍ରୟ ବରଦଂ ବନ୍ଦେ ବନ୍ଦେ ଶିବ ଶଙ୍କର ତାକୁ ମୃଦଙ୍ଗ କଣ କହିବ ବନ୍ଦେ ଭକ୍ତ୍ୟା ଜନାଶ୍ରୟ ଚଂ ବରଦଂ ନନା ନିକଟବର୍ତ୍ତୀ ହେଲେଣି କଣ କଣ ବିଜୟ ହଉ ନିକଟବର୍ତ୍ତୀ ହେଲେ